ଗୋଟେ ଥର ବାଇଗଣ ଆଳୁର ତରକାରୀ ଏମିତି ବନାନ୍ତୁ। ଘରେ ବାଇଗଣ ଖାଉନଥିବା ଲୋକ ବି ହାତ ଚାଟିକି ଖାଇବେ। ଆଜି ଆମେ ମାତ୍ର 15 ମିନିଟ୍ ଭିତରେ ପ୍ରେସର କୁକରରେ ବାଇଗଣ ଆଳୁର ତରକାରୀ ବନେଇବା। ଏ ତରକାରୀର ସ୍ୱାଦ ଆଗରେ ନା ସବୁ ତରକାରୀ ଫିକା ପଡ଼ିଯିବ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ତା ସହିତ ଭିଡ଼ିଓ ଯଦି ପସନ୍ଦ ଆସିବ ପ୍ଲିଜ୍ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ। ପ୍ରଥମେ ମୁଁ ଗୋଟେ ବାଇଗଣକୁ ମିଡ଼ିୟମ୍ ପିସ୍ରେ କାଟି ରଖିଛି। ଆପଣ ଯଦି ବାଇଗଣକୁ ଲେଟ୍ରେ ତରକାରୀରେ ୟୁଜ୍ କରୁଛନ୍ତି ପାଣିରେ ପକାଇକି ରଖିବେ, ତାହେଲେ ବାଇଗଣର କଲର୍ ଚେଞ୍ଜ ହେବନି ନା କଳା ପଡ଼ିବନି। ଏବେ କ'ଣ କରିବା, ପ୍ରେସର କୁକରରେ 2 ଚାମଚ ତେଲ ଦେଇଦେବା। ତେଲ ଯେତେବେଳେ ଗରମ ହେଇଯିବ, 2ଟି ମିଡ଼ିୟମ୍ ସାଇଜ୍ର ଆଳୁକୁ ଚୋପା ଛଡ଼େଇକି ପ୍ରଥମେ ମିଡ଼ିୟମ୍ ପିସ୍ରେ କାଟି ନେଇଥିଲି। 2ରୁ 3 ମିନିଟ୍ ଟିକେ ପ୍ରଥମେ ଭାଜି ନେବା। ଯେହେତୁ ଆଳୁ ସିଝିବା ପାଇଁ ଟିକେ ଅଧିକା ସମୟ ଲାଗିଥାଏ, ଆଳୁକୁ ପ୍ରଥମେ ଭାଜି ସାରିଲା ପରେ କାଟିକି ରଖିଥିବା ବାଇଗଣକୁ ଦେବା। ବାଇଗଣକୁ ଦେଇ ସାରିଲା ପରେ 2 ମିନିଟ୍ ମିଡ଼ିୟମ୍ ଫ୍ଲେମ୍ରେ ପ୍ରଥମେ ବାଇଗଣକୁ ଭାଜି ନେବେ। ଯଦି ଆପଣ ଏଠି ଫ୍ଲେମ୍କୁ ଲୋ କରିବେ ତାହେଲେ ବାଇଗଣ ଟିକେ କଇଁଥା ଟାଇପ୍ର ହେଇଯାଇଥାଏ। ସେଥିପାଇଁ ମିଡ଼ିୟମ୍ ଫ୍ଲେମ୍ରେ ଆଗ ଟିକେ ଭାଜି ନେବେ। ସ୍ୱାଦ ହିସାବରେ ଲୁଣ ଦେବେ ଆଉ ଅଳ୍ପ ଟିକେ ହଳଦୀ ଗୁଣ୍ଡ ଦେଇଦେବେ। ଦେଇ ସାରିଲା ପରେ ଏଠି ଆପଣ କ'ଣ କରିବେ ନା ଆହୁରି 1ରୁ 2 ମିନିଟ୍ ଭାଜି ନେବେ। ଏବେ ମୁଁ କ'ଣ କରିବି, କଭର୍ କରିନେବି। ଆଳୁ ବାଇଗଣ ସିଝିବା ପାଇଁ ଫ୍ଲେମ୍କୁ ମିଡ଼ିୟମ୍ ରଖିକି ପାଖାପାଖି 5 ମିନିଟ୍ ଛାଡ଼ିଦେବି। 5 ମିନିଟ୍ ଭିତରେ ଆଳୁ ବାଇଗଣ ସିଝିଯିବ। ଏଠି ଯେଉଁ ଆମକୁ ଆଳୁ ବାଇଗଣ ସିଝେଇବାର ଅଛି ନା 80% ହେବା ଯାଏ ସିଝେଇବାର ଅଛି, ବେଶୀ ସିଝେଇବାର ନାହିଁ। ଦେଖିପାରୁଥିବେ ବାଇଗଣ ଆଳୁର କଲର୍ ଚେଞ୍ଜ ହେଇଗଲାଣି, ତା ସହିତ ଟିକେ ମଧ୍ୟ ସିଝିଗଲାଣି। ଏବେ 1 ମିନିଟ୍ ଭାଜି ନେବା। ଭାଜି ନେଇ ସାରିଲା ପରେ ପ୍ରଥମେ କ'ଣ କରିବା ନା ଫ୍ଲେମ୍କୁ ଲୋ ରଖିକି ସବୁ ବାଇଗଣ ଆଳୁକୁ କାଢ଼ି ନେବା। କାଢ଼ିକି ଗୋଟେ ପ୍ଲେଟ୍ରେ ରଖିନେବା। ଏବେ କ'ଣ କରିବା ନା ତରକାରୀ ପାଇଁ ଗୋଟେ ମସଲା ବନେଇବା। ସେଥିପାଇଁ ପ୍ରେସର କୁକରରେ ମୁଁ ଆହୁରି 1ରୁ 2 ଚାମଚ ତେଲ ଦେଇଦେଉଛି। ତେଲ ଯେତେବେଳେ ଗରମ ହେଇଯିବ, ଏଠି ଆମେ ଟିକେ ଜିରା ଦେଇଦେବା। ତା ସହିତ 1 ଚାମଚ ଅଦା, ରସୁଣ ଆଉ କଞ୍ଚା ଲଙ୍କାର ଛେଚା ଦେବା। ଛେଚା ଦେଇ ବନେଇବେ, ଟେଷ୍ଟ ଭଲ ଆସିବ। ଆଉ ଗୋଟେ କଥା କହିବା ପାଇଁ ମୁଁ ଭୁଲି ଯାଇଥିଲି, ଏଇ ଯେଉଁ ତରକାରୀକୁ ଆମେ ବନାଉଛେ ନା ବିନା ପିଆଜରେ ବନେଇବା। ସେଥିପାଇଁ କ'ଣ କରିବା ନା ପିଆଜକୁ ଏଠି ସ୍କିପ୍ କରିବା। ଅଦା, ରସୁଣ, କଞ୍ଚା ଲଙ୍କାର ଯେଉଁ ଛେଚା ଟିକେ ଭାଜି ହେଇଗଲା ପରେ ଗୋଟେ ମିଡ଼ିୟମ୍ ସାଇଜ୍ର ଟମାଟୋକୁ ମୁଁ ପେଷ୍ଟ ବନେଇ ନେଇଥିଲି, ଟମାଟୋର ପେଷ୍ଟ ଦେବେ। ଦେଇ ସାରିଲା ପରେ 1ରୁ 2 ମିନିଟ୍ କଷି ନେବେ ଆଉ ସ୍ୱାଦ ହିସାବରେ ଲୁଣ ଦେବେ। ମନେ ରଖିଥିବେ, ଯେତେବେଳେ ଆମେ ଆଳୁ ଆଉ ବାଇଗଣ ଭାଜିଥିଲେ ନା ଲୁଣ ମଧ୍ୟ ୟୁଜ୍ କରିଥିଲେ, ସେହି ହିସାବରେ ଏଠି ଲୁଣ ଦେବେ। ଅଳ୍ପ ଟିକେ ଲୁଣ ଦେଇକି 2 ମିନିଟ୍ କଷି ନେବେ। କଷି ନେଇ ସାରିଲା ପରେ ଫ୍ଲେମ୍କୁ ଲୋ ରଖିବେ। ଯେହେତୁ ଏଠି ଆମେ ବେସିକ୍ ଶୁଖିଲା ମସଲା ୟୁଜ୍ କରିବା, ଅଧା ଚାମଚ ଲଙ୍କାଗୁଣ୍ଡ, 1/4 ଚାମଚ ଏଠି ହଳଦୀ ଗୁଣ୍ଡ ଦେଇଦେଉଛି। ତା ସହିତ ଅଧା ଚାମଚ ମୁଁ ଏଠି ମିଟ୍ ମସଲା ୟୁଜ୍ କରିଛି। ଆପଣ ଚାହିଁଲେ ମିଟ୍ ମସଲାକୁ ସ୍କିପ୍ କରିପାରିବେ। ଆ ଜାଗାରେ ଆପଣଙ୍କ ମନ ପସନ୍ଦର କିଛି ବି ମସଲା ନେଇପାରିବେ, କିନ୍ତୁ ମିଟ୍ ମସଲା, ଚିକେନ୍ ମସଲା ୟୁଜ୍ କରନ୍ତୁ। ଦେଖିବେ ତରକାରୀର ସ୍ୱାଦ ବହୁତ ଭଲ ଆସିବ। ଆଉ ମସଲା ଦେଇ ସାରିଲା ପରେ 1 ମିନିଟ୍ କଷି ନେବେ। ଅଳ୍ପ ଟିକେ ପାଣି ଦେବେ। ପାଣି ଦେଇକି 1ରୁ 2 ମିନିଟ୍ ପ୍ରଥମେ କଷିବେ। କଷି ସାରିଲା ପରେ 2ରୁ 3 ମିନିଟ୍ ଛାଡ଼ିଦେବେ। ତାପରେ ଅଧା ଚାମଚ ମୁଁ ଏଠି କସୁରୀ ମେଥି ଦେଉଛି। ବାଇଗଣ ତରକାରୀରେ କସୁରୀ ମେଥି ଦେଲେ ବାସ୍ନାଟା ଭଲ ଆସିଥାଏ। ଆପଣ ଦେଇକି ଥରେ ଦେଖନ୍ତୁ। କସୁରୀ ମେଥି ଦେଇକି ଆକୁ ଟିକେ ଜଷ୍ଟ ମିଶାଇ ନେବା। ମିଶାଇ ସାରିଲା ପରେ ଭାଜିକି ରଖିଥିବା ଆଳୁ ଆଉ ବାଇଗଣକୁ ଦେବା। ଆଳୁ ବାଇଗଣକୁ ଦେଇକି ପ୍ରଥମେ ମସଲା ସହିତ 1 ମିନିଟ୍ କଷିବେ। ଆଳୁ ବାଇଗଣ କଷି ସାରିଲା ପରେ ମୁଁ ଏଠି ଗୋଟେ ସିକ୍ରେଟ୍ ମସଲା ୟୁଜ୍ କରୁଛି। ଦେଖିବେ ଏ ମସଲାରୁ ଅଧା ଚାମଚ ଦିଅନ୍ତୁ, ତରକାରୀର ସ୍ୱାଦ ନା 2 ଗୁଣା ବଢ଼ିଯିବ। ଏ ମସଲା ଟୋଟାଲି ଅପସନାଲ୍ ଅଛି, ଆପଣ ଚାହିଁଲେ ସ୍କିପ୍ କରିପାରିବେ। ଅଧା ଚାମଚ ମୁଁ ଏଠି ମ୍ୟାଗି ମସଲା ଦେଉଛି। ମ୍ୟାଗି ମସଲା ଦେଇ ତରକାରୀ ବନେଇବେ, ବାସ୍ନାଟା ବହୁତ ଭଲ ଆସିଥାଏ। ଅଧା ଚାମଚ ମ୍ୟାଗି ମସଲା ଦେଇ ସାରିଲା ପରେ ଆକୁ ଟିକେ ମିଶାଇ ନେବା। ମିଶାଇ ସାରିଲା ପରେ ଅଧା କପ୍ରୁ ଜଷ୍ଟ ଟିକେ ଅଧିକା ଏଠି ଆମେ ପାଣି ୟୁଜ୍ କରିବା। ବେଶୀ ପାଣି ଦେବେନି, ବାଇଗଣ ତରକାରୀରେ ବେଶୀ ପାଣି ରହିଲେ ଟେଷ୍ଟ ଆସିନଥାଏ। ସେଥିପାଇଁ ଅଳ୍ପ ପାଣି ଦେବେ। ପାଣି ଦେଇକି ଏଠି ଆପଣ କ'ଣ କରିବେ ନା କଭର୍ କରିଦେବେ। କଭର୍ କରିକି ମିଡ଼ିୟମ୍ ଫ୍ଲେମ୍ରେ 1ରୁ 2ଟି ହୁଇସିଲ୍ ଆସିବା ଯାଏ ଛାଡ଼ିଦେବେ। ବେଶୀ ହୁଇସିଲ୍ ଦେବେନି, ନହେଲେ ବାଇଗଣ ବେଶୀ ସିଝିଯିବ, ଟେଷ୍ଟ ଭଲ ଆସିବନି। 2ଟି ହୁଇସିଲ୍ ଆସି ସାରିଲା ପରେ ମୁଁ ଏଠି ଟିକେ ଥଣ୍ଡା କରିଦେଇଥିଲି। ତାପରେ କଭର୍କୁ କାଢ଼ି ନେଉଛି। ଆପଣମାନେ ଦେଖିପାରୁଥିବେ ତରକାରୀର ଲୁକ୍ କେତେ ସୁନ୍ଦର ଦେଖାହେଉଛି। ଆଉ ଲାଷ୍ଟକୁ ଅଳ୍ପ ଟିକେ ଧନିଆ ପତ୍ର ଦେଇଦେବା। ଧନିଆ ପତ୍ର ଦେଇ ସାରିଲା ପରେ ଆକୁ ଟିକେ ମିଶାଇ ନେବା। ଏବେ ଆମର ବାଇଗଣ ଆଳୁ ତରକାରୀ ପୁରା ବନିଗଲାଣି। ଆପଣ ଆକୁ 1 ଥର ଟ୍ରାଏ କରନ୍ତୁ। କେମିତି ବନିଲା ମୋ ସହିତ କମେଣ୍ଟ ସେକ୍ସନରେ ସେୟାର କରନ୍ତୁ। ଭିଡ଼ିଓ ପସନ୍ଦ ଆସିଥିଲେ ଲାଇକ୍ କରିବେ। ଧନ୍ୟବାଦ।